श्रीमद्भागवत द्वितीय स्कंद द्वितीय अध्याय स्थूल धारणे मन जीर्णी विष्णुर सूक्ष्म रूपे पुणी केमंत धारणा करिब द्वितीय अध्याय प्रस्ताव। श्री शुक उवाच कहन्ति सुख महामुनि शुण परीक्षनुपमणि ए जेते कहिली मु तते ईश्वर शरीर समेते स्थूल देहे मन धरी सुबुद्धि बळे ଯତ୍ନ କରି ସେ ହରି ଅନ୍ତର ବାହାରେ ଆନକେ ଅଛି ଏ ସଂସାରେ ସେ ସର୍ବବୁଦ୍ଧି ଅନୁଭୂତି ସ୍ୱପ୍ନ ଜାଗ୍ରତ ମଧ୍ୟରେ ସ୍ଥିତି ସତ୍ୟ ଆନନ୍ଦ ଜଳ ନିଧି ଭକ୍ତ ଜନଙ୍କ ସର୍ବସିଦ୍ଧି ଯାହାର ତହୁଁ ଏ ଜଗତ ଆତ୍ମାର ସଙ୍ଗେ ଉଦୟ ଅସ୍ତ ଏହି ପ୍ରକାରେ ପୂର୍ବ କାଳେ ସେ ଆତ୍ମଜନିଏ ଶୟଳେ ଆତ୍ମ ସ୍ମରଣେ ବୁଦ୍ଧି ବଳେ ହେ ସଜିଲା ଏ ବିଶ୍ୱମଣ୍ଡଳେ ପୂର୍ବେ ଯେମନ୍ତେ ଥିଲା ବିଧି ତେହ୍ନେ ଧାରଣା ବଳେ ସାଧି ଆତ୍ମାକୁ ପାଳି ପୁଣ ହରେ ବଣିଜ ଯେହ୍ନେ ବଣିଜାରେ ଶବଦ ବ୍ରହ୍ମ ରହେ ପଥ ଯେ ମାର୍ଗେ ଯିବ ଆତଜାତ ପଡ଼ଏ ପଡ଼ି ଭ୍ରମ ଅଧ ଊର୍ଦ୍ଧ୍ୱେ କିଛି ନ ଲଭେ ଲାଭ ପଦେ ବାସନା ମାୟାମୟ ଜାନେ ନ ବୁଝି ନିରତେ ଭ୍ରମଣେ ତାହାଙ୍କ ମଧ୍ୟରେ ଯେ ସୁବୁଦ୍ଧି ଜାଣେ ବେପାର ସଦବୁଦ୍ଧି ବିଚାର କରେ ମାୟାଗ୍ରସ୍ତେ ମୋହି ଭ୍ରମଇ କିସ ଅର୍ଥେ ଭ୍ରମ ଲଭଇ ଆତଜାତେ ଲାଭ ନ ମିଳେ ମର ହସ୍ତେ ଏଣୁ ଏ ପଥ ଶ୍ରମ ତେଜି ଯେ ପ୍ରାଣୀ ଆତ୍ମା ଲାଭ ଖୋଜି ପ୍ରୟାସ ଦୂରେ ପରିହରେ ଆତ୍ମାରେ ଆତ୍ମା ବଧ କରେ ଅଳପ ଭୋଗେ ଦେହ ପୋଷେ ବର୍ତ୍ତଇ ଅବା ଉପବାସେ ଥାଉଁ ଏ ବସୁନ୍ଧରୀ ଅଙ୍କ ସୋବନ ପଲଙ୍କେ କି ସୁଖ ସମର୍ଥ ଭୁଜ ଥାଉଁ ବାମେ କି ପ୍ରୟୋଜନ ଉପାଧାନେ ଅଞ୍ଜଳି ଅଛି ଯେବେ ହସ୍ତେ କି ପ୍ରୟୋଜନ ଅନ୍ନ ପାତ୍ରେ ଦିଗ ବକଳ ଯାର ବାସ ବସନେ ତାର କି ବାସ ଚିରାଣୀ ବସ୍ତ୍ର ପଥେ ଦେଖି ତାର ଗ୍ରହଣେ ହନ୍ତି ସୁଖୀ ଫଳ ପୂରିଛି ବୃକ୍ଷେ ବନେ କି ପ୍ରୟୋଜନ ଭିକ୍ଷା ଅନେ ଥାଉଁ ନିର୍ଝର ନଦୀ ଜଳେ କି ପ୍ରୟୋଜନ କମଣ୍ଡଳେ ପର୍ବତ ଗୁହା ତୃଣେ ବେଢ଼ି ସେ ଥାଉଁ ଗୃହ କିମ୍ପା ଲୋଡ଼ି ଏମନ୍ତ ଭାବେ କୃଷ୍ଣ ପାଦେ ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ତାହାଙ୍କ ରକ୍ଷଣ ଉପାୟ କରନ୍ତି ପ୍ରଭୁ ଦେବରାୟ ସେ କିମ୍ପା ଧନ ଗର୍ବି ଲୋକେ କ୍ଷଣେ ଭଜିବେ ଆତ୍ମ ସୁଖେ ଏହି ପ୍ରକାରେ ଆତ୍ମଚିତେ ସିଦ୍ଧି ଲଭନ୍ତି ଅନୁଭୂତେ ସେ ପ୍ରାଣୀ ହଏ କୃତକୃତ୍ୟ ତାହାକୁ ପ୍ରସନ୍ନ ଅନନ୍ତ ଏଣୁ ନିୟତ ଆତ୍ମା ଜଗେ ଭଜିବ କୃଷ୍ଣ ପାଦ ଯୁଗେ ମୁଁ ତତେ କହିଲି ବିଶ୍ୱାସେ ଏଣେ ସଂସାର ହେତୁ ନାଶେ ଏ ଭାବ ଅନାଦର କରି ସଂସାର ଚିନ୍ତା ଚିତେ ଧରି ପଶୁଙ୍କ ପ୍ରାୟ ତାଙ୍କ ଗତି ଏ ମାୟା ସଂସାରେ ଭ୍ରମନ୍ତି ଦେଖ ସଂସାରେ ପ୍ରାଣୀ ଯେତେ ଯନ୍ତ୍ରିତ କର୍ମର ଆୟତେ ବୈତରଣୀ ନାମେ ନଦୀ ଯାତନା ମଧ୍ୟରେ ସେ ପ୍ରସିଦ୍ଧି ତହିଁ ପଡ଼ନ୍ତି ଦେଖୁ ଦେଖୁ ତାଙ୍କ ଜୀବନ କେବାରଖୁ ସଂସାର ଚିନ୍ତା ଚିତେ ଭରି କାହୁଁ ତରିବେ ଭବ ବାରି ଅର୍ଜିଲା କର୍ମ ଫଳ ଲଭି ଅଶେଷ ଦେହେ ତାହା ସେବି ଏବେ ହ ଶୁଣ ନୃପମଣି ଯେଣେ ସଂସାରୁ ତରେ ପ୍ରାଣୀ କେହ ବାଏ ନର ଶରୀରେ ଧାରଣା ଜଗେ ନିର୍ବିକାରେ ସ୍ୱଦେହେ ହୃଦୟେ ପ୍ରକାଶେ ସେ ହରି ଘର ତମ ନାଶେ ପ୍ରାଦେଶ ମାତ୍ର ଦେହ ଧରି ବିଜୟେ ପ୍ରଭୁ ନର ହରି ସୂକ୍ଷ୍ମ ସ୍ୱରୂପ ରୂପ ତାର ଶୁଣ ସୁମନେ କୁରୁ ବୀର ଶ୍ୟାମ ସୁନ୍ଦର ଭୁଜେ ଚାରି ଶଙ୍ଖ କମଳ ଗଦାଅରି ଧାରଣା ଜଗେ ଏହା ଚିନ୍ତି ନିଶ୍ଚଳ ନୟନେ ଦେଖନ୍ତି ପ୍ରସନ୍ନ ଶ୍ରୀମୁଖ ମଣ୍ଡଳେ ଲୋଚନ ଅମଳ କମଳ କଦମ୍ବ କଞ୍ଜଳ ସୁରଙ୍ଗେ ପୀତ ବସନ ଶହେ ଅଙ୍ଗେ ସୁବର୍ଣ୍ଣ କିରୀଟ କୁଣ୍ଡଳ ସୁନ୍ଦର ଅଳକା କପଳ
ଅମୂଲ୍ୟ ହାର ବକ୍ଷସ୍ଥଳେ ରତ୍ନ କେହୁର ବାହୁମୂଳେ ହୃଦୟ ପଦ୍ମ ମଧ୍ୟେ ସ୍ମରି ଯେ ପାଦ ଧ୍ୟାଏ ବ୍ରହ୍ମଚାରୀ ସେ ପାଦ ଲକ୍ଷ୍ମୀରେ ଚିହ୍ନିତ ଦିଶଇ ଅତ୍ୟନ୍ତ ଶୋଭିତ ଶ୍ରୀବକ୍ଷେ କୌସ୍ତୁଭମଣି ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି ଆଜାନୁଲମ୍ବେ ବନମାଳେ ସ୍କନ୍ଧୁ ବେଷ୍ଟିତ ବକ୍ଷସ୍ଥଳେ ରତ୍ନମେଖଳା କୋଟି ମାଝେ ଅଙ୍ଗୁଷ୍ଠେ ମୁଦ୍ରିକା ବିରାଜେ ଅଙ୍ଗଦ ନୂପୁର କଙ୍କଣ ବିବିଧ ଅଙ୍ଗ ଆଭରଣ କମଳ ପୁଷ୍ପ ଶିରେ ସହେ ନୀଳ କୁନ୍ତଳ ଜନମହେ ସୁନ୍ଦର ହୃଷିତ ବଦନ ଅଞ୍ଜନ ବିରାଜେ ନୟନ ଭୃଭଙ୍ଗ ଅନୁଗ୍ରହ ମୁଖ ଭ୍ରୁକୁଟି କୁଟିଳ ସୁରେଖ ଅନେକ ଅନୁଗ୍ରହ ଯହିଁ ସଞ୍ଚିତ ହୋଇଅଛି ରହି ଏମନ୍ତ ଈଶ୍ୱରର ଦେହ ଚିତ୍ତେ ଚିନ୍ତିବ ଚିନ୍ତାମୟ ଯାବତ ଧାରଣର ବଳେ ମନ ନ ରହେ ସୁନିଶ୍ଚଳେ ତାବତ ଏକ ଏକ ଅଙ୍ଗେ ନିତ୍ୟ ଭାବିବ ବୁଦ୍ଧି ଯୋଗେ ହାସବଦନୁ ପାଦ ଯାଏଁ ଭାବିବ ବିଷ୍ଣୁ ସ୍ଥୂଳ ଦେହେ ସ୍ଥାନକୁ ସ୍ଥାନ ଧ୍ୟାନ କରି ଛାଡ଼ିବ ଅପର ଆବରି ଯାବତ ବୁଦ୍ଧି ଏ ଶରୀରେ ପରମେ ଭକ୍ତି ନ ବିଚାରେ ଯାବତ ଆପଣା ହୃଦୟେ ନ ଦେଖି ଭକ୍ତିର ଉଦୟେ ତାବତ ସ୍ଥୂଳ ରୂପ ଚିନ୍ତି ଚିତ୍ତେ ସ୍ମରିବ ନୀତି ନୀତି ବସିବ କର୍ମ ଅବସାନେ ସ୍ଥୂଳ ଶରୀର ଜଗ ଧ୍ୟାନେ ଏମନ୍ତ କରିବ ଧାରଣ ଯାବତ ନ ଲଭେ ମରଣ ଏମନ୍ତ ଯୋଗୀ ଏ ଦେହକୁ ଯେବେ ଇଛିବ ଛାଡ଼ିବାକୁ ପବିତ୍ର ଦେଶ କିବା କାଳ ମନରେ ନ କରି ବିଚାର ଯୋଗ ସାଧନେ ପଞ୍ଚ ପ୍ରାଣ ସାଧୁ ସାଧିବ ସମାଧି ଧାରଣ ଆସନ ପ୍ରତ୍ୟାହାର ବଳେ ମନକୁ ସ୍ଥାପିବ ନିଶ୍ଚଳେ ମନ ସମେତେ ଇନ୍ଦ୍ରିଗଣ ନିର୍ମଳ ବୁଦ୍ଧିରେ ସଂଯମ ସେ ବୁଦ୍ଧି କ୍ଷେତ୍ରଜ୍ଞ ପ୍ରମାଣୀ ଆତ୍ମାରେ କ୍ଷେତ୍ରଜ୍ଞଙ୍କୁ ଜାଣି ଆତ୍ମାରେ ଆତ୍ମାକୁ ନିରଧି ଏମନ୍ତେ ଯେ ଜନ ସୁବୁଦ୍ଧି ଆତ୍ମାର ଲାଭ ଲଭେ ହେଳେ କର୍ମ ଛାଡ଼ିବ ତେତେବେଳେ ଏ ଭାବ ଜୀବର ନିସ୍ତାର କାଳର ନାହିଁ ଅଧିକାର ଦେବେ ନ ପାରେ ତାରେ ହଂସି ତ୍ରିଗୁଣେ ନ ପାରନ୍ତି ପଶି ଇନ୍ଦ୍ରିୟ ଗଣେ ଅଗୋଚର ଯହିଁ ମହତ ତତ୍ତ୍ୱ ଦୂର ଦେବେ ନ ପାନ୍ତି ଯାହା ଚିନ୍ତି ନ ଜାଣୁ ବୋଲନ୍ତି ଦୁରାତ୍ମା ଭାବ ପରିହରି ସୁହୃଦ ଭାବ ଚିତେ ଧରି ଯେ ହଟେ ବୈଷ୍ଣବର ଧାମ ପରମ ପଦ ଯାର ନାମ ସେ ପଦ ହୃଦୟରେ ଧରନ୍ତି ସର୍ବତ୍ର ଶ୍ରେଷ୍ଠ ମନେ ଚିନ୍ତି ଏ ରୂପେ ସାଧି ମୁନି ଜନ ପରମ ପଦେ କରେ ସ୍ଥାନ ବିଷୟ ବାସନାକୁ ହେଳେ ବିନାଶୀ ଶାସ୍ତ୍ରର ବିଚାରେ ଯେବେ ତା ଦେହ ତ୍ୟାଗେ ମନ ତେବେ ସାଧିବ ଦୃଢ଼ାସନ ବାମ ଚରଣ ପଛ ଭର ତେଣେ ନିରଧି ମୂଳାଧାର ମୂଳ ପବନ ଊର୍ଦ୍ଧ୍ୱେ ତୋଳି ନାଭି ପବନ ସଙ୍ଗେ ମିଳି ବେନି ପବନ ପୁଣି ବଳେ ସ୍ଥାପିବ ହୃଦୟ କମଳେ ତହୁଁ ତଳିବ ତିନି ପ୍ରାଣ କଣ୍ଠେ ଯେ ବସଇ ଉଦାନ ବ୍ୟାନ ପବନ ତାର ତୁଲେ ଧରି ସ୍ଥାପିବ ତାଳୁ ମୂଳେ ତହୁଁ କୁମ୍ଭକ ସାଧ୍ୟ କରି ପ୍ରାଣକୁ ଭୂମଣ୍ଡଳେ ରହରି ନିରୋଧ କରି ସପ୍ତଦ୍ୱାର ସ୍ମରଣ କରିବ ଓଙ୍କାର ଯେବେ ଭୋଗରେ ମନ ନାହିଁ ମୁହୂର୍ତ୍ତ ଅର୍ଦ୍ଧ ତହିଁ ରହି ନିୟତ ଥାଇ ଜଗ ବନ୍ଧେ ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ଦେ ନିଶ୍ଚଳ ଜଗ ଦୃଢ଼େ ସାଧି ତକ୍ଷଣେ ବ୍ରହ୍ମରନ୍ଧ୍ର ଭେଦି ପରମ ପଦେ ତାର ଗତି ଦେହ ଇନ୍ଦ୍ରିୟ ପାସରନ୍ତି ବ୍ରହ୍ମାର ବ୍ରହ୍ମ ଲୋକେ ସ୍ଥିତି ସେ ସ୍ଥାନ ଭୋଗ ଯେବା ଚିନ୍ତି ଗୁଣ ସମୂହେ ଅଷ୍ଟନିଧି ଯେବା ବାଞ୍ଛଇ ସର୍ବସିଦ୍ଧି ମନ ଇନ୍ଦ୍ରିୟ ଗଣ ମେଳେ ତକ୍ଷଣେ ସେ ଲୋକରେ ମିଳେ ଯୋଗେଶ୍ୱରଙ୍କ ଏହୁ ଗତି ପରମ ପୁରୁଷେ ବୋଲନ୍ତି
ଏମନ୍ତ ତିନି ଲୋକ ଜିଣି ଶୁଣ କହିବା ପରିମାଣି। ଯେ କର୍ମ ସାଧେ କର୍ମ କାଣ୍ଡେ ସେ କାହିଁ ଯିବ ଊର୍ଦ୍ଧ୍ୱ ଦାଣ୍ଡେ। ଯେ ବାଲଭିବ ଭକ୍ତି ଭାବେ ସମାଧି ବିଦ୍ୟା ତପ ଯୋଗେ। ଯେ ବ୍ରହ୍ମଲୋକ ମନେ କରେ ପ୍ରଥମେ ଅଗ୍ନି ଆଶ୍ରେ କରେ। ସୁଷୁମ୍ନାରନ୍ଧ୍ରେ ବ୍ରହ୍ମ ପଥେ ଜ୍ୟୋତି ପ୍ରକାଶେ ଊର୍ଦ୍ଧ୍ୱ ଗତେ। ବିଧୂତ କଳ୍ମଷ ଶରୀର ସେ ଚକ୍ରେ ସ୍ଥିତ ଶିଶୁମାର। ସେ ଶିଶୁମାର ଚକ୍ର ସାର ସେ ଚକ୍ର ତଳେ ଧ୍ରୁବପୁର। ବିଶ୍ୱର ନାଭି ସେ ବୋଲାଇ ଆତ୍ମା ସ୍ୱରୂପେ ତହୁଁ ଯାଇ। ପ୍ରବେଶ ପରମ ସ୍ୱରୂପେ ବ୍ରହ୍ମ ନିର୍ମାଣ ମହଲୋକେ। ଅଳ୍ପ ଆୟୁଷ ଦେବଗଣେ ଯହିଁ ରମନ୍ତି ଅନୁକ୍ଷଣେ। ସେ ପୁଣି କଳ୍ପକ୍ଷୟ କାଳେ ଅନନ୍ତ ନିଶ୍ୱାସ ଅନଳେ। ଦହନ ଦେଖି ଅନ୍ତରିକ୍ଷେ ଅନନ୍ତ ଶୟନେ ପ୍ରତ୍ୟକ୍ଷେ। ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ ବେଦ ଯା ବ୍ରହ୍ମଲୋକ ଘୋଷେ। ବେନି ପରାବ୍ଧ ଯହିଁ ଗଣି ସେ ବ୍ରହ୍ମଲୋକ ପରିମାଣି। ସଂସାର କର୍ତ୍ତା ଯେ ବୋଲାନ୍ତି ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି। ସେ ପୁରେ ନାହିଁ ଦୁଃଖ ଶୋକ ଜରା ମରଣ ଉଦୁବେଗ। ଚିତ୍ତ ଅନର୍ଥ ହେତୁ କାହିଁ ଜନ୍ମ ମରଣ ଭୟ ନାହିଁ। କେତେହେଁ କାଳେ ସେ ଭୁବନେ ଥାହି ବଞ୍ଚଇ ଅବଧାନେ। ପୃଥିବୀ ରୂପେ ଲିଙ୍ଗ ଦେହେ ସେ ପୁଣି ବିହରେ ନିର୍ଭୟେ। ପୃଥିବୀ ରୂପେ ଜଳେ ଯାଇ ଯେ ଇଷ୍ଟ ଭୋଗତା ଭୁଞ୍ଜଇ। ଅନ୍ଧଳ ମଧ୍ୟେ ତହୁଁ ସ୍ଥିତି ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି। ପବନେ କରଇ ସଞ୍ଚାର ଧରଇ ପବନ ଶରୀର। ସେ ବାୟୁ କାଳେ ନଭେ ପୁରେ ସେ ଜୀବ ଲିଙ୍ଗ ରୂପ ହରେ। ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ ରସକୁ ରସନା ସಮೇତେ। ଦୃଷ୍ଟିରେ ରୂପକୁ ସଂହରେ ତ୍ୱକକୁ ସ୍ପର୍ଶରେ ସଂହରେ। ଆକାଶ ଗୁଣ କର୍ଣ୍ଣେ ଭରି ଏ ରୂପେ ପ୍ରାଣ ସୂକ୍ଷ୍ମେ ଧରି। ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ପଞ୍ଚ ତନ୍ମାତ୍ର ପରିମାଣେ। ଏ ଅହଙ୍କାରେ ତିନି ଗୁଣ ବୁଦ୍ଧି ଇନ୍ଦ୍ରିୟର ଯେ ଜ୍ଞାନ। ପଞ୍ଚ ବିକାର ପଞ୍ଚ ଦେବା ମନ ସମେତେ କରି ସେବା। ଏ ପଞ୍ଚ ଦେବତା ସମେତେ ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ତ୍ୱେ। ସେ ତତ୍ତ୍ୱ ଗୁଣର ସଂସ୍ଥାନ ପ୍ରଧାନ ଦେହେ ହୋଏ ଲୀନ। ସେ ନିତ୍ୟ ଶାନ୍ତି ସନାତନେ ଆତ୍ମା ନିରୋଧେ ଆତ୍ମ ଅଜ୍ଞାନେ। ପ୍ରବେଶ କରେ ବିଦ୍ୟମାନେ ବିଜ୍ଞାନ ଆଜ୍ଞା ଆନନ୍ଦ ଚେତନେ। ଆନନ୍ଦ ଜ୍ଞାନ ରସ ଭଳେ ଶାନ୍ତି ଲଭଇ ସୁନିଶ୍ଚଳେ। ଏମନ୍ତେ ଧାରଣାନୁଭବେ ନିଶ୍ଚେପ ସଇ ବାସୁଦେବେ। ଅନ୍ତେ ଲଭଇ ଯେଉଁ ଗତି ତାହାକୁ ବୋଲି ଭଗବତୀ। ଯହିଁ ପଶିଲେ ଆତ୍ମା ମନ ନ ଲଭେ ପୁନରାଗମନ। ଶୁଣ ହେ ନୃପ ପରୀକ୍ଷିତ ଯେଣୁ ପୁଛିଲୁ ଭାଗବତ। ତେଣୁ କହିଲି ଶ୍ରୁତି ଯୋଗେ ତୋର ସମୀପେ ଅନୁରାଗେ। ଦଇବେ କାଳ ଅବସାନ ଏଣୁ କହିଲି ଦିବ୍ୟ ଜ୍ଞାନ। ବ୍ରହ୍ମାର ତପେ ହୋଇ ତୋଷ ବିଷ୍ଣୁ ଯେ ଦେଲେ ଉପଦେଶ। ସେ ସଦ୍ୟ ମୁକ୍ତି କ୍ରମ ମୁକ୍ତି ସ୍ୱଭାବ ସିଦ୍ଧ ବେନି ଗତି। ସେ ପଥ କହିଲି ମୁଁ ତତେ ଏବେ ତୁ ଶୁଣ ଏକ ଚିତେ। ସଂସାରେ ସଞ୍ଚରନ୍ତି ଯେତେ ତାଙ୍କ ତାରଣ ପଥ ଯେତେ। ଏହିଠି ଜାଣ ଶିବ ପଥ ଜାତ ହୁଁ ଭକ୍ତି ଯୋଗ ଜାତ। ଯେଉଁ ଉପାଏ ପ୍ରିୟ ଭାବେ ଭକତି ଲଭେ ବାସୁଦେବେ। ବ୍ରହ୍ମାର ତପ କଷ୍ଟେ ହରି ଯାହା କହିଲେ ଦୟା କରି। ସେ ବ୍ରହ୍ମା ବ୍ରହ୍ମ ବେଦ ସାର ସକଳ ବୁଝି ତିନିବାର। ଯେ ଭକ୍ତି ଜୀବ ସୁଖ ପଥ ଏ ଭାବେ ହେଲା ଆତ୍ମେଗରତ। ସେ ହରି ସର୍ବଭୂତ ମଧ୍ୟେ ନିତ୍ୟ ବିହରେ ଆତ୍ମା ପଦେ। ବୁଦ୍ଧି ଲକ୍ଷଣେ ଅନୁମାନେ ନିଶ୍ଚଳ ଯୋଗୀ ଯୋଗ ଧ୍ୟାନେ। କେହ ବା କରିବ ଗୋଚର ଜଗତ ବାହ୍ୟ ଅଭ୍ୟନ୍ତର। ଏ ଘେନି ସର୍ବ ଆତ୍ମା ଭାବେ ସର୍ବଦା କାଳେ ସର୍ବଠାବେ। ହରିଙ୍କି ଶ୍ରୁତି ପଥେ ଶୁଣ ମୁଖେ ନିରତେ ନାମ ଭଣ। ଯେ ହରି କଥା ମୃତ ରସ ଯେ କରେ ଶ୍ରୁତି ପଥେ ଗ୍ରାସ।
विषय विषनाशी चित पवित्र करे अंतर्गत गोविंद चरण कमळे पसाई भक्ति जग बळे ए भागवत रस जेते सुजने शुण श्रुति पथे विषया रस जाऊ नास कहई जगन्नाथ दास। इति श्रीमद्भागवते महापुराणे परमहंस्यां संहितायां द्वितीय स्कन्धे महापुरुष संस्थानुवर्णनं नाम द्वितीयोऽध्यायः।